କରୁଛ ନା। ତ କାଲି ମୋ ମାଆକୁ ଛାଡ଼ିକି ଆଇଲା ବେଳକୁ ହେଲାଣି 3ଟା। ତ ଆସିକି ଶୋଇଥିଲି, ଏବେ ଉଠିକି ଘର ଫର ଖରିକି ଏବେ ଦେଖିପାରୁଥିବେ ଫୁଲ ତୋଳୁଛି। ଗଛରେ ଫୁଲ ହେଇଛି, ଆଉ ଫୁଲ ତୋଳୁଛି। ଚାଲନ୍ତୁ ଫୁଲ ତୋଳି ସାରିଲା ପରେ ଯିବା ଦାନ୍ତ ଘଷିବା, ଖାଇବା। ଆଉ ମୋର ଟ୍ୟୁସନ୍ ବି ଅଛି, ଟ୍ୟୁସନ୍ ବି ଯିବା ଆଜି। ଆଉ କାଲି ମାଆ ଯେହେତୁ ଛାଡ଼ିକି ଆଇଲା ବେଳକୁ ହେଲାଣି ଗୋଟେ ହେଲାଣି, ଯେହେତୁ ଗନୁ ଆମେ ଗନୁ ହେଉଛି 1ଟାର ଛାଡ଼ିକି ଆସିକି ଆଇଲା ବେଳକୁ ଘରେ ପହଞ୍ଚିକି ଚାବି ଫାବି ଦେଇକି ଶୋଇଲା ହେଲାଣି 3ଟା। ଆଉ ସେଥିପାଇଁ ଲେଟ୍ରେ ନିଦଟି ଭାଙ୍ଗିଲା। ଚାଲନ୍ତୁ ଫୁଲ ତୋଳିଦେବା। ଯେହେତୁ ଠାକୁର ପୂଜା ନିହାତି କରିବି, ସେଥିପାଇଁ ଫୁଲଟା ତୋଳିଦେବା। ତୋଳି ଦେଇକି ତାପରେ ଚାଲନ୍ତୁ ଫୁଲ ତୋଳିବା, ତାପରେ ଦେଖା। ଫୁଲ ତୋଳିକି ଆସି ଏବେ ଟିକେ ବସିଛି। ମନ ଭଲ ନାହିଁ, ମାଆ ବି ଯାଇଛନ୍ତି ବେଙ୍ଗଲୋର, ସେଥିପାଇଁ ଆଉ ଘର ଭିତରେ ମାଆ ଥିବେ ଆଉ ଖାଲି ଲାଗିବ କି? ମାଆ ନାହାନ୍ତି, ସେଥିପାଇଁ ଖାଲି ପୁରା ଲାଗୁଛି। ଘର ପୁରା ଶୂନଶାନ। ଆଉ ସେଥିପାଇଁ ମନ ଟିକେ ଦୁଃଖ। ଆଉ କ'ଣ କରିବା, ଆମେ ସିନା ତାଙ୍କୁ ଛାଡ଼ିବୁନି, ତାଙ୍କେ ଯାଆନ୍ତୁ ବୁଲି ଆସନ୍ତୁ, କିଛି ନାହିଁ। ଆଉ ଏବେ ଯିବା ଦାନ୍ତ ଘଷିବା, ତାପରେ ଖାଇବା, ଖାଇକି ଟ୍ୟୁସନ୍ ଆଜି ଯିବା। ତ ରହୁଛି, ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ୍ କରିଦେବେ। ଆଉ ତ ଆପଣମାନେ ତ କାଲି ଭଦ୍ରକ ଆସିଲେ ଲେଟ୍ ହେଲା, ବ୍ଲଗ୍ଟି ଆଉ ପୋଷ୍ଟ କରିପାରିଲେନି, ସେଥିପାଇଁ ସେ କ୍ଷମା କରିବେ। ଆଉ ମୁଁ ଏବେ ଖଟ ଉପରେ ବସିଛି, ଆମେ ଦେଖେଇଥିଲି ଆମ ସେଠି ବସିଛି। ଆଉ ଖରା ବି ଆଇଲାଣି। ଆଉ ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।